ओम श्री वासुदेव नारायण नमः। वासुदेव अपार कृपारू मो श्रीमद भागवत महापुराण मोर श्री अच्युत यूट्यूब चैनल संपूर्ण भागवत महापुराण अपलोड करुँची। आशा करे आपण मानक भल लगे। भल लगे लाइक सब्सक्राइब करेंगे, किसी भूल थिले क्षमा करेंगे। जय जगन्नाथ। श्रीमद भागवत प्रथम स्कंद नवम अध्याय। सकल धर्म राजागे निरूपी भीष्म अनुरागे कृष्ण चरणे स्तुतिवाद नवम अध्याय संवाद। सुत उवाच एमन्ते प्राणी बध भय निर्वेदी धर्म रतनय सकल धर्म ज्ञान अर्थे विजय कले निजर थे। मिलिले कुरुक्षेत्रे जाई भीष्म छन्ति यही सोई। राजा संगते चारि भ्राते सज होइले जे झारथे। उत्तम नाना वर्ण स्वभावे रत्न विभूषण। ताहांक संगे विप्रजने गमन कले तो समने। गोविंद नंदी घोषरथे बसिले अर्जुन संगते। पांडव मध्ये युधिष्ठिर कियबा देवा पटांतर। गुह्यक गण मध्यगते कुबेर प्रकाश जेमन्ते। एमन्ते कुरुक्षेत्र गले पांडवे गोविंदंक तुले। सरसयने गंगासूत देखिले राजा धर्मसूत। अवनी पृष्ठे मोहगत किबा अमर भूमिगत। पांडवे गोविंदर तुले भीष्म चरणे प्रणमिले। ब्रह्मर्षि देव ऋषि गणे अपरे राज ऋषि माने। मिलिले जाई कुरुक्षेत्रे भीष्मंकु देखिबार अर्थे। पर्वत नामे महाऋषि धम्य नारद तुले मिशी। बादरायण बृहदस्व भरद्वाजंक संगे शिष्य। रेणुका सुत परशुराम वशिष्ठ इंद्र प्रमोदन। त्रितसित गुश्चमद गौतम कक्षीवान सिद्ध। अत्रि कौशिक सुदर्शन कश्यप अंगिरस नाम। निर्मल चेता ब्रह्मचारी मिलिले सुख आदि करी। एमन्ते सर्वमुनि जने मिलिले भीष्म सन्निधाने। मुनि की देखी वसुतम
ଶୟନେ କଲେ ଯେ ପ୍ରଣାମ ଧର୍ମଜ୍ଞ ଗଙ୍ଗାର କୁମର ଦେଶ କାଳଜ୍ଞ ମହାଧୀର ତେଣୁ ପୂଜିଲେ ଏକେ ମୁନିଙ୍କି ଦୃଢ଼ ମାନସିକେ ମାୟାରେ ଯେ ଧରେ ଶରୀର ଅନାଦି ପ୍ରଭୁ ନିରାକାର କୃଷ୍ଣଙ୍କୁ ହୃଦୟରେ ବସାଇ ପୂଜିଲେ ଦୃଢ଼ ଚିତ ହୋଇ ପ୍ରେମେ ବିନୟ ଭାବ ହୋଇ ନିକଟେ ଥିବା ପାଞ୍ଚ ଭାଇ ପାଣ୍ଡୁପୁତ୍ରଙ୍କୁ ଦୟା ଚିତେ ଭାବେ ବୋଲନ୍ତି ଅଶ୍ରୁ ନେତ୍ରେ ଭୀଷ୍ମ ଉବାଚ ଏ ବଡ଼ କଷ୍ଟ ମୋର ଚିତେ ଏ ପାଞ୍ଚ ଭାଇ କୁନ୍ତି ସୁତେ ବନେ ବଞ୍ଚିଲେ କଷ୍ଟ କର୍ମେ ଜୀବନ ପୋଷି ବିପ୍ରଧର୍ମେ ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ ଅନେକ ସଙ୍କଟୁ ତରିଲେ ସ୍ୱାମୀ ମରଣେ କୁନ୍ତି ସାଧୁ ସ୍ୱଭାବେ ବାଳ କୁଳବଧୂ ପୁତ୍ରଙ୍କ ତୁଲେ ବହୁ କ୍ଲେଶେ ଦୁଃଖେ ବଞ୍ଚିଲା ବନବାସେ କାଳର ବଶ ଏ ଜଗତ ପ୍ରାଣୀ ଏ କାଳର ଆୟତ ସେ କାଳ ବସେ ସର୍ବେ ଚଳି ପବନେ ଯେହ୍ନେ ଘନାବଳି ଯେ କୂଳେ ରାଜା ଧର୍ମସୂତ ରକ୍ଷକ ଭୀମ ଗଦାହସ୍ତ ଅର୍ଜୁନ ଯହିଁ ଧନୁ ଧରେ ଯହିଁ ଗୋବିନ୍ଦ ରକ୍ଷା କରେ ସେ କୂଳେ ପଡ଼ଇ ବିପତ୍ତି ଏମନ୍ତ ବିଧାତାର ଗତି ଏ କୃଷ୍ଣ ମନେ କିବା ଥାଇ ତାହା ତ କେହି ନ ଜାଣଇ କେ ଜାଣିପାରେ ତାର ଗତି ଯହିଁ ପଣ୍ଡିତେ ଭ୍ରମ ହୁଅନ୍ତି ସଂସାର କର୍ମର ଆୟତ ଏହା ତୁ ଜାଣ କୁନ୍ତି ସୁତ ଏଣୁ ତୁ କିଛି ହୀନ ଭାଳ ଅନାଥ ପ୍ରଜା ଏବେ ପାଳ ଦେଖ ଏ ଆଦି ନାରାୟଣ ଜଗତ ପରମ କାରଣ ମାୟାରେ ଲୋକ ମନହରି ଯାଦବ ବଂଶେ ଅବତରି ଏହାର ଅନୁଭାବ ଗତି କିଛି ଜାଣଇ ପଶୁପତି ନାରଦ ଜାଣେ ଭାବ ଘେନି କିବା କପିଳ ମହାମୁନି ଶ୍ରୀକୃଷ୍ଣ ମହିମା ନ ଜାଣି ମାତୁଳ ସୁତ ପ୍ରାୟମଣି ପ୍ରିୟ ସୁହୃଦ ମିତ୍ର ପରି ସଚିବ ବୁଦ୍ଧି କିଆଚରି ଏହାଙ୍କୁ ଦୈତ୍ୟରେ ନିଯୋଗୀ ପେଶିଲୁ ପଞ୍ଚଗ୍ରାମ ମାଗି ସୁହୃଦ ପଣେ ସ୍ନେହ କରି ରଥେ ସାରଥି ପଣେ ବରି
ଜହୁଏ ପ୍ରଭୁ ଭାବଗ୍ରାହୀ ସ୍ୱଭାବେ ପରାପର ନାହିଁ। ଏଣୁ ତା ଉଚ୍ଚ ନିଚ କର୍ମ ଯୋଗ ଯୋଗ୍ୟ ସବୁ ସମ। ତଥାପି ଭଗତଙ୍କ ହିତେ ଦେଖ ଈଶ୍ୱର ଦୟା କେତେ। ମୋ ଜୀବ ଛାଡ଼ିବାର ବେଳେ ମିଳିଲା ସର ଶଯ୍ୟା ତଳେ। ଯାର ଚରଣେ ଭକ୍ତି ବଳେ ନିଶ୍ଚଳ ମନେ ଅନ୍ତକାଳେ। ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି ପରମ ପଦେ ସେ ମିଶନ୍ତି। କର୍ମ ବାସନା ଯାର ଦୂର ହେମନ୍ତ ମହିମା ଯାହାର। ସେ ଦେବ ଦେବ ଭଗବାନ ଭାବେ ଜାଣିଲେ ମୋର ମନ। ପ୍ରଫୁଲ୍ଲ କମଳ ଲୋଚନ ସୁନ୍ଦର ହସିତ ବଦନ। ଚକ୍ର ସହିତେ ଚାରିବାହୁ ସେ ମୋର ଧ୍ୟାନ ପଥେ ରହୁ। ଅଗ୍ରେ ପ୍ରକାଶ ହେଉ ମୋର ମୁହିଁ ଛାଡ଼ିବି କଳେବର। ସୁତ ଉବାଚ ଭୀଷ୍ମ ବଚନେ କର୍ଣ୍ଣେ ଶୁଣି ଧର୍ମନନ୍ଦନ ମନେ ଗୁଣି। ଭୀଷ୍ମଙ୍କୁ ଶର ତଳ୍ପେ ଚାହିଁ କର ଯୁଗଳ ଶିରେ ଦେଇ। ବିବିଧ ଧର୍ମ ପଚାରିଲେ ଅଶେଷ ମୁନି ଗଣ ତୁଲେ। ସ୍ୱଭାବ ଧର୍ମ ଯେ ଜଗତେ ଚତୁର ବର୍ଣ୍ଣାଶ୍ରମ ମତେ। ରାଗ ବୈରାଗ୍ୟ ଆଦି କରି ଯେ ମାର୍ଗେ ସଂସାରୁ ନିସ୍ତରି। ଯେ ଦାନ ଧର୍ମ ରାଜଧର୍ମ ମୋକ୍ଷ ସାଧନେ ଯେତେ କର୍ମ। ଯଥା ବିଭାগে ଯେତେ କରି ଗୃହୀବ ନସ୍ଥ ବ୍ରହ୍ମଚାରୀ। ସ୍ତ୍ରୀ ଜନ୍ମର ସେବା ଧର୍ମ ଯେ ବିଷ୍ଣୁ ଭଗତଙ୍କ ଧର୍ମ। ଧର୍ମାର୍ଥ କାମ ମୋକ୍ଷ ଆଦି ଯେତେ ପ୍ରକାରେ ଯାହା ସାଧି। ସକଳ କହିଲେ ହରସେ ନାନା ଆଖ୍ୟାନ ଇତିହାସେ। ହେମନ୍ତେ କହୁଁ କହୁଁ ଧର୍ମ ଭୀଷ୍ମର ଚିତେ କାଳ ଭ୍ରମ। ସିଦ୍ଧ ପୁରୁଷ ଯୋଗ ବଳେ ଯାହା ଚିନ୍ତନ୍ତି ଅନ୍ତକାଳେ। ସେ କାଳ ଅତି ପୁଣ୍ୟଧାମ ଉତ୍ତରାୟଣ ଯାର ନାମ। ସେ କାଳ ଆଗମନ ଦେଖି ସଂକୋଚ କଲେ ବେନିଆଖି। ସହସ୍ର ସହସ୍ର ବଚନ ଶୁଣାଇ ହୋଇଲେ ମୌନ। ତକ୍ଷଣେ ବିଷ୍ଣୁ ଭାବ ଘେନି ଗଙ୍ଗାନନ୍ଦନ ହେଲେ ତୁନି। ସର୍ବସଂହରି ଦୃଷ୍ଟି ମନ କୃଷ୍ଣ ଚରଣେ ସାବଧାନ। ସେ ହରି ଅଛି ଅଗ୍ରେ ବସି ଚତୁର୍ଭୁଜ ପରକାଶୀ।
पीतबसन कटी भागे बिजुली जेने नील मेघे हेमंत कृष्ण रूप हेदी भाव गदगदे चक्षु बुझी धारणा जोगे ध्यान करी संशय दूरे परिहरी युद्धर श्रम जेते थिला तक्षणे शरीर छाड़िला इंद्रिय अर्थे जेते कर्म चित्तु छाड़िला माया भ्रम अंतरे बेनी कर जोड़ी बोले गोविंद पादे पड़ी भीष्म उवाच हेमंत भावे मन मोर तृष्णावर्जित निर्विकार कृष्ण रे हेउ समर्पण जे हरि भक्त तारण जार महिमा जोगी जने चिंती न पांति जोग ध्याने स्वसुखे थाई अविरते प्रकृति बसे विश्वार्थी प्रकृति तहु ए जगत प्रवाह रूपे आतजात तमाल पत्र प्राय वर्ण जे रूपे मोहे त्रिभुवन पीतवसन कटी सोहे प्रकाशे रवि रश्मि प्राय अलका आवृत कपोत विराजे बदन कमल अर्जुन सखा पाद तले मोचित रहु सुनिश्चले संग्रामे अश्वधूलिकाये शिरवदन धूलिमये विराजे स्वेद कणांगे विविध अलंकार संगे मोहर तीक्ष्ण बाणपंक्ति जार बचे झलकंती से रूपे रहु मोर मन जे भव जलु परित्राण जे हरि अर्जुन वचने रथनी बेसी मध्यस्थाने अनाई कटाक्ष लोचने आयुष हरे परसैने से पार्थ सखार चरण निरते थाउ मोर मन युद्धर अर्थे कोप भरी सकल वीरे शस्त्र धरी समरे देखी बंधुजन दयारे न जुझे अर्जुन अनेक आत्मविद्या देला ताहार कुमति हरिला तार चरणी मोर मति निश्चले हेउ आत्मगति मोहर तुले सत्य कला शस्त्र न धरी विबोइला मोहर तीक्ष्ण बाणे कोपी मोह वचने सत्य स्थापी तक्षणे चक्र घेनी हस्ते
ରଥୁ ଧାଇଲା ଭୂମି ଗତେ ସ୍ୱଧର୍ମ ସମରେ ଉପେକ୍ଷୀ ସିଂହ ଯେ ଶନି ଗଜ ଦେଖି ଧାମନ୍ତେ ଅବନି କମ୍ପିଲା ଉତ୍ତରୀ କନ୍ଧୁ ଉଡ଼ିଗଲା ଚକ୍ର ଉଞ୍ଚାଇ ମହାକୋପେ ମିଳିଲା ମୋହର ସମୀପେ ମୁଆ ତ ତାଇ ପଣେ ସନ୍ଧି ଅନେକ ବାଣ ରୋଷେ ବିନ୍ଧି ବିଶୀର୍ଣ୍ଣ କଲି ସ୍ନେହ ଅଙ୍ଗେ ଦେଖି ଧାଇଲା ଅତି ବେଗେ ରୁଧିର ଭୂଷଣ ଶରୀର ଅର୍ଜୁନ ବାକ୍ୟ କରି ଦୂର ହରିବା ପାଇଁ ମୋର ପ୍ରାଣ ମୁଁ ଏବେ ପଶିଲି ଶରଣ ବିଜୟ ରଥେ ଯେ ସାରଥି ରଥ ଆରୋହୀ ଶୁଭ ଚିନ୍ତି ହୟଙ୍କ ରଶ୍ମି ଯେହୁ ଧରେ ସେ ରୂପେ ମନ ରହୁ ସ୍ଥିରେ ସଂଗ୍ରାମ କରି ଯେତେ ମଲେ ତା ମୁଖ ଦେଖି ତରି ଗଲେ ଏବେ ମୋହର ଅନ୍ତକାଳେ ମୋଚିତର ମୁଁ ତାପୟରେ ଗୋପନଗରେ ବୃନ୍ଦାବନେ ରାସ ଉତ୍ସବେ ଗୋପୀଜନେ ଲଳିତ ଗତି ମୁ ବିଳାସ ମନୋଜ୍ଞ ଦୃଷ୍ଟି ମନ୍ଦହାସ ତାହାର କୃତ୍ୟ ଅନୁସରି ଉନ୍ମାଦେ ତା ଭାବ ଆଚରି ଯାହାର ସଙ୍ଗେ ଭାବ କରି ଭବସାଗରୁ ଗଲେ ତରି ସେ କୃଷ୍ଣ ଚରଣ କମଳେ ମୋ ମନ ରହୁ ସୁନିଶ୍ଚଳେ ଧର୍ମନନ୍ଦନ ଯଜ୍ଞ କାଳେ ଋଷି ବ୍ରାହ୍ମଣ ରାଜା ମେଳେ ଯାହାର ପାଦେ ଅର୍ଘ୍ୟ ଦେଇ ସୁଖେ ସୁନ୍ଦର ମୁଖ ଚାହିଁ ସକଳେ ଗଲେ ମୋକ୍ଷ ମାର୍ଗେ ସେ ଦିଶେ ମୋର ଆଗେ ଯାହାର ଜନ୍ମ ଜଣା ନାହିଁ ଜାତ ହୁଁ ଜାତ ସର୍ବଦେହି ନିର୍ମଳ ଆତ୍ମା ରୂପ ହୋଇ ପ୍ରାଣୀଙ୍କ ହୃଦେ ଯେ ବସଇ ଯେ ରୂପେ ଦୃଷ୍ଟି ଭେଦେ ରବି ଅନେକ ବୋଲି ଅନୁଭବୀ ସେ ହରି ପାଦ ଯୁଗେ ଭଜି ପଶିଲି ଭବ ମୋହ ତେଜି ସୁତ ଉବାଚ ଗୋବିନ୍ଦେ କରିଣ ସଙ୍ଗତି ମନ ବଚନେ ଦୃଷ୍ଟିବୃତ୍ତି ଆତ୍ମାରେ ଆତ୍ମା ସ୍ଥିର କରି ପବନେ ପବନ ସଂହରି ଦେଖନ୍ତି ସୁର ନର ମୁନି ଗଙ୍ଗାନନ୍ଦନ ହେଲେ ତୁନି ଶରୀର ତେଜି ଭାବ ମୋହେ ପଶିଲେ ଗୋବିନ୍ଦର ଦେହେ ଭୀଷ୍ମ ମରଣ ଜାଣି ଭଲେ ଯେ ଅବା ଥିଲେ କୃଷ୍ଣ ତୁଲେ
ମୌନେ ବସିଲେ ସମସ୍ତେ ପକ୍ଷିଏ ଜନେ ଦିନନ୍ତେ ତକ୍ଷଣେ ଦୁନ୍ଦୁଭି ଶବଦ ଦେବମାନବେ କଲେ ବାଦ୍ୟ ସାଧୁ ଶବଦ ଶୂନ୍ୟ ସ୍ଫୁରେ ପୁଷ୍ପବରସେ ନିରନ୍ତରେ ତକ୍ଷଣେ ଯୁଧିଷ୍ଠିର ଯାଇ ଅନଳେ ଭୀଷ୍ମ ପିଣ୍ଡ ଦହି ମୁହୂର୍ତ୍ତେ ବସି ଦୁଃଖ ମନେ ଉଠି ସକଳ ମହାଜନେ ଯେ ଯାହା ମତେ ସ୍ତୁତି କଲେ ନ ମିଳେ କୃଷ୍ଣ ପାଦ ତଳେ ଉଠି ସକଳେ ତୋଷ ଚିତେ ଗୃହେ ଚଳିଲେ ଯେ ଝାମତେ ପାଣ୍ଡବେ କୃଷ୍ଣର ସଙ୍ଗତେ ହସ୍ତିନା ମିଳିଲେ ତୁରିତେ ତକ୍ଷଣେ ଅନ୍ତପୁରେ ଯାଇ ଅନ୍ଧ ଗାନ୍ଧାରୀ କି ବୁଝାଇ ଗୋବିନ୍ଦ ଧୃତ ରାଷ୍ଟ୍ର ବୋଲେ ଯୁଧିଷ୍ଠିରଙ୍କୁ ରାଜା କଲେ ସେ ରାଜ ଧର୍ମେ ରାଜ୍ୟ କଲା ଯା ପିତୃ ପିତା ମହେ ଥିଲା ଏମନ୍ତେ କରି ରାଜପଣ ସଙ୍ଗତେ ଘେନି ନାରାୟଣ ସେ ନାରାୟଣ ପାଦଗତ ଶରଣ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस्या संहिताया प्रथम स्कंदे युधिष्ठिर राज्य लाभ नाम नवमो अध्याय। ओं नमो भगवते वासुदेवाय।